ତ ନମସ୍କାର ବନ୍ଧୁଗଣ, ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି ମୋର ଗୋଟେ ନୂଆ ଭିଡ଼ିଓକୁ। ତ ପୂର୍ବ ଭିଡ଼ିଓରେ ଆମେ ଦେଖିଥିଲେ ଯେ ସ୍ତ୍ରୀଙ୍କ ଲକ୍ଷଣ ଜାଣିବା। ଏବେ ଦ୍ୱିତୀୟ ଭିଡ଼ିଓରେ ମୁଁ ଆପଣଙ୍କୁ କହିଥିଲି ଯେ ଆମେ ଜାଣିବା କ'ଣ ଯେ ମୁଖ ଦର୍ପଣ। ମୁଖ ଦର୍ପଣର ଅର୍ଥ କ'ଣ ଆପଣମାନେ ଏବେ ବୁଝିବେ। ଆଉ ଯେହେତୁ ମୁଁ ଆପଣଙ୍କୁ ବୁଝାଇବା ପାଇଁ ବହୁତ ଚେଷ୍ଟା କରିବି, ଆଉ ଆପଣ ଚେଷ୍ଟା କିଛି ନୁହଁ, ମୁଁ ଯାହା ଯାହା କହିବି ଯେଉଁଟାକି 100% ସତ୍ୟ, ତାହା ଆପଣ ଶୁଣିଲା ମାତ୍ରେ ହିଁ ବୁଝିପାରିବେ ଏବଂ ଜାଣିପାରିବେ। ତ ଚାଲନ୍ତୁ ଆରମ୍ଭ କରିବା। ତ ଜାଣିବା ଆମେ ମୁଖ ଦର୍ପଣ। ମାତାଙ୍କର ମୁଖ ସମ ସନ୍ତାନ ସଦା ସୁଖୀ। ମାତା ପିତା ମୁଖ ସମ ସନ୍ତାନ ଅତ୍ୟନ୍ତ ସୁଖୀ। ମନୁଷ୍ୟ ମୁଖରେ ସଦା ହସ ନାହିଁ, ବିମୁଖ ବଦନା ଏମନ୍ତ ନାରୀ ପୁରୁଷ ସଦା ଦୁଃଖୀ, ସଦା ଦାରିଦ୍ରତା ଭୋଗ କରନ୍ତି। ଏହା ତ ନିଶ୍ଚିତ ସତ୍ୟତା। ଚାରିକୋଣ ବିଶିଷ୍ଟ ମଣିଷ ବଡ଼ ଚତୁର, କ୍ରୂର, ବୁଦ୍ଧିଯୁକ୍ତ। ପରିବାର ଲୋକ ଯାହାଙ୍କର ମୁଖ ଗୋଲାକାର, ସେମାନେ ବହୁ ଧନୀ ବୋଲି ଜାଣିବ। ଯେଉଁ ପୁରୁଷର ମୁଖ ନାରୀ ସମ, ସେମାନେ ପୁତ୍ରର ପିତା ନୁହନ୍ତି ବୋଲି ଜାଣିବ। ଯେଉଁ ନାରୀର ମୁଖ ପୁରୁଷ ସମ, ସେମାନେ ପୁତ୍ରବତୀ ନୁହନ୍ତି ବୋଲି ଜାଣିବ। ଭୀରୁତା ଯୁକ୍ତ ମୁଖ ମଣ୍ଡଳ ଯାହାଙ୍କର, ତାକୁ ପାପୀ ତଥା ପାପିନୀ ସମ ଜାଣିବ। ଧାର ମୁହଁ ଚରିତ୍ରହୀନା ଯାହାଙ୍କର ଧାର ମୁହଁ, ସେମାନେ କାମ ପ୍ରିୟ ବୋଲି ଚିହ୍ନିବ। ସେମାନେ ସଦା ପାପ କର୍ମରେ ଲିପ୍ତ। ଶରୀର ଠାରୁ ମୁଖ ଛୋଟ ଯାହାଙ୍କର, ଏପରି ନାରୀ ପୁରୁଷଙ୍କୁ ବହୁ କୃପଣ ବୋଲି ଜାଣିବ। ଏହା ତ ସତ୍ୟତା। ଯାହାଙ୍କର କପାଳ ଛୋଟ, ସେପରି ନାରୀ ପୁରୁଷ ଶାନ୍ତ ସ୍ୱଭାବ। ଯାହାଙ୍କ ମୁଖ କେଶ ଦ୍ୱାରା ଢାଙ୍କି ହୋଇପଡ଼େ, ସେପରି ନାରୀ ଓ ପୁରୁଷ ଖୁବ୍ ଶାନ୍ତ ସ୍ୱଭାବର ବୋଲି ଜାଣିବ। ଏହା ତ ନିଶ୍ଚିତ। ମୁଁ ଆପଣଙ୍କୁ ଜଣାଇଲି ମୁଖ ଦର୍ପଣ। ଏଥିରେ ଯିଏ ପ୍ରଥମ ଥର ପାଇଁ ଶୁଣୁଥିବେ, ସିଏ ତ କିଛି ବୁଝିପାରିନଥିବେ। ତଥାପି ମୁଁ କହୁଛି, ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଯେଉଁ ମୁଖ ଦର୍ପଣ ମୁଁ ଏବେ କହିଲି, ତାହାଙ୍କୁ ଶୁଣି ସେହିପରି ସମ୍ମୁଖରେ ଦେଖନ୍ତୁ, ଜାଣନ୍ତୁ ଏହା ପୁରା 100% ସତ୍ୟ। ତ ଆମେ ପୁଣି ନୂଆ ଭିଡ଼ିଓରେ ଆଉ ନୂଆ କିଛି ଜାଣିବା। ଆଉ ଯେଉଁ ଆମେ ନୂଆ ଜାଣିବା, ମୁଣ୍ଡ ଦେଖନ୍ତୁ ଲୋକ ଚିହ୍ନନ୍ତୁ। ମୁଣ୍ଡ ଦେଖି ଲୋକ ଚିହ୍ନିବା, ସେଇ କିଛି ବିଷୟରେ ଆମେ ଆଗାମୀ ଭିଡ଼ିଓରେ ଜାଣିବା। ତ ସେଇ ପର୍ଯ୍ୟନ୍ତ ଆପଣଙ୍କୁ ମୁଁ ରହିଲି। ନମସ୍କାର। ଭଲ ଲାଗୁଥିଲେ ନିଶ୍ଚିନ୍ତ କମେଣ୍ଟ କରିବେ।